17 ଦିନ 32 ଖେଳ ଏବଂ 329 ସ୍ୱର୍ଣ୍ଣ ପଦକ ପାଇଁ ଲଢେଇ। ଆସନ୍ତୁ ଦେଖିବା ଆଜିର ଭିଡିଓରେ ପ୍ୟାରିସ୍ ଅଲିମ୍ପିକ। ଦର୍ଶକ ବନ୍ଧୁ, ଖେଳର ମହାକୁମ୍ଭ ଅଲିମ୍ପିକ ଶୁକ୍ରବାର ଠାରୁ ଆରମ୍ଭ ହେବାକୁ ଯାଉଛି। 4 ବର୍ଷକୁ ଥରେ ହେବାକୁ ଥିବା ଏହି ଖେଳ ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ଆୟୋଜନ ହେଉଛି। ଅଲିମ୍ପିକରେ 3800 ଘଣ୍ଟାରୁ ଅଧିକ ଲାଇଭ୍ ସ୍ପୋର୍ଟସ ହେବ। ଶୁକ୍ରବାର ରାତି 11ଟାରୁ ଉଦ୍ଘାଟନୀ ସମାରୋହ ଆରମ୍ଭ ହେବ। ଏହାସହ ଅଲିମ୍ପିକର ଔପଚାରିକତା ସହ ଆରମ୍ଭ ହେବ। ପ୍ୟାରିସ୍ ଅଲିମ୍ପିକରେ ଚଳିତ ଥର 32 ଖେଳରେ 329 ସ୍ୱର୍ଣ୍ଣ ପଦକ ଉପରେ ଖେଳାଳିଙ୍କ ନଜର ରହିଛି। ଏଥିପାଇଁ 206 ଦେଶ ଏବଂ ସଂଘର 10,500 କ୍ରୀଡାବିତ ଅଂଶଗ୍ରହଣ କରୁଛନ୍ତି। ଭାରତ 16ଟା ଖେଳ ପାଇଁ 117 ଜଣ ଖେଳାଳିଙ୍କୁ ପ୍ୟାରିସ ପଠାଇଛି। ଶନିବାର ଆରମ୍ଭ ହେବାକୁ ଥିବା ମୁଖ୍ୟ ଖେଳ ପ୍ୟାରିସର ପ୍ରସିଦ୍ଧ ସିନ୍ ନଦୀ କୂଳରେ ଆଜି ରାତି 11ଟା ଠାରୁ ଓପନିଂ ସେରିମନି ଆରମ୍ଭ ହେବ। ଏଥିରେ ସବୁ ଦେଶ ଓ ଖେଳାଳି ଭାଗ ନେବେ। ସବୁ ଦେଶ ପ୍ୟାରେଡ୍ ଅଫ୍ ନେସନରେ ସାମିଲ ହେବେ। ଉଦ୍ଘାଟନୀ ସମାରୋହ ସହ ଅଲିମ୍ପିକ ଔପଚାରିକ ଭାବେ ଆରମ୍ଭ ହେବ, କିନ୍ତୁ ଖେଳର ମୁଖ୍ୟ ରାଉଣ୍ଡ ଆସନ୍ତାକାଲିଠାରୁ ଆରମ୍ଭ ହେବ। ଅଗଷ୍ଟ 11ରେ ଉଦ୍ଘାଟନୀ ସମାରୋହ ହେବ। ଏହା ସହିତ କ୍ରୀଡା ମହାକୁମ୍ଭ ସମାପ୍ତି ହେବ। 32 ଖେଳରେ 329 ସ୍ୱର୍ଣ୍ଣ ପଦକ ପାଇଁ ଖେଳାଳି ମଇଦାନକୁ ଓହ୍ଲାଇବେ। ଏଥିରୁ 39ଟି ଗୋଲ୍ଡ ମେଡାଲ କ୍ଲୋଜିଂ ସେରିମନି ଗୋଟିଏ ଦିନ ପୂର୍ବ ଅର୍ଥାତ୍ ଅଗଷ୍ଟ 10 ତାରିଖରେ ଦିଆଯିବ। ସୁଟିଂର ମିକ୍ସ ଏୟାର ରାଇଫଲ ଟିମ୍ ଇଭେଣ୍ଟରେ ଜୁଲାଇ 27ରେ ପ୍ରଥମ ମେଡାଲ ଇଭେଣ୍ଟ ହେବ। ଅଗଷ୍ଟ 11 ରାତି 7ଟାରେ ମହିଳା ବାସ୍କେଟବଲ ଇଭେଣ୍ଟର ସ୍ୱର୍ଣ୍ଣ ପଦକ ମ୍ୟାଚ୍ ଖେଳାଯିବ। ଏହାପରେ ରାତି 11:30ରେ ଉଦ୍ଘାଟନୀ ସମାରୋହ ଆୟୋଜନ କରାଯିବ। ଦର୍ଶକ ବନ୍ଧୁ, ଯଦି ଭିଡିଓଟି ଭଲ ଲାଗୁଛି ତେବେ ଲାଇକ୍, ସେୟାର, କମେଣ୍ଟ କରନ୍ତୁ। ଆଉ ଯଦି ଆମ ଚ୍ୟାନେଲକୁ ନୂଆ ଦେଖୁଥାନ୍ତି ତେବେ ସବସ୍କ୍ରାଇବ କରିବାକୁ ଭୁଲିବେନି। ଜୟ ଜଗନ୍ନାଥ।